କୌଣସି ଜଣେ ନାରୀ ନିଜ ପୁଅ ଝିଅକୁ ଛାଡ଼ିକି ଏଠି ଆସି ପଡ଼ିକି ରହିବା ଇଏ କ'ଣ ତା ଖୁସି ପାଇଁ? ଯେଉଁ ଅବସ୍ଥାରେ ସେ ରହିଥିଲେ ଏ ଗଛ ମୂଳେ ପୋଲିସକୁ ଧନ୍ୟବାଦ ଦେବେ ଯେ ସେମାନେ ତାଙ୍କୁ ଜଗିଛନ୍ତି, ଯାହାଫଳରେ ନିରାପତ୍ତା ଟିକେ ରହିଛି। ଆଙ୍କ ସହିତ କାହିଁ କନଫ୍ରଣ୍ଟ ନ କରି ଇଏ କେଉଁ ରାଜନୀତି ଦଳ ନୁହେଁ, କନଫ୍ରଣ୍ଟ କରି ଅଛି କ'ଣ? ଯଦି କନଫ୍ରଣ୍ଟ କରିବା ଅଛି ବିଜେପି ସହିତ କନଫ୍ରଣ୍ଟ କର। କୃଷକମାନେ କେଉଁ ଦଳ ଦେଖି ଯେଉଁ ଆନ୍ଦୋଳନ ହେଉଥିଲା ଦିଲ୍ଲୀରେ ତ ସବୁ ସଂଗଠନ ସେତେ ମିଶିଥିଲେ। ତେଣୁକରି ଗୋଟେ କର୍ମଚାରୀ ସଂଘ ଯେତେବେଳେ ଆନ୍ଦୋଳନ କରେ ସେ କେଉଁ ଦଳରେ ନୁହନ୍ତି। କର୍ମଚାରୀ ହେଉଛି ସମସ୍ତଙ୍କର, ଏ ଜାତୀୟ ସମ୍ପତ୍ତି, ରାଜ୍ୟର ସମ୍ପତ୍ତି। ଏମାନଙ୍କୁ ଆମକୁ ଆଣି ଗୋଟେ ଦଳ ଭିତରେ ପୁରେଇ ଦେବା ଠିକ୍ ନୁହେଁ। ଇଏ ମା ମାନେ କାହାର କହିବେ ଇଏ ପ୍ରଫୁଲ୍ଲ ସାମଲ। ତେଣୁ ଆମର ଅନୁରୋଧ ଯେ ପୁନର୍ବାର ଅନୁରୋଧ କରୁଛୁ ଆଉ ଆକୁ ଏତେ ଯେଉଁ ରାଜରାସ୍ତାରେ ନ ପକାଇ ଏ ଯେଉଁ ଶୀତ ଦିନରେ ଯେଭଳି ଭାବରେ କୌଣସି ଜଣେ ନାରୀ ନିଜ ପୁଅ ଝିଅକୁ ଛାଡ଼ିକି ଏଠି ଆସି ପଡ଼ିକି ରହିବା ଇଏ କ'ଣ ତା ଖୁସି ପାଇଁ? ଆପଣ ଭାବନ୍ତୁ ପଇସା ଦେଲେ ମଧ୍ୟ ଲୋକ ଆସିକି ଇଏ ଖାଲି ଶୀତ ମୁଁ କାଲି ରାତି 3টাରେ ଏଠି ବୁଲିକି ଯାଇଛି। ଯେଉଁ ଅବସ୍ଥାରେ ସେ ରହିଥିଲେ ଏ ଗଛ ମୂଳେ ପୋଲିସକୁ ଧନ୍ୟବାଦ ଦେବେ ଯେ ସେମାନେ ତାଙ୍କୁ ଜଗିଛନ୍ତି, ଯାହାଫଳରେ ନିରାପତ୍ତା ଟିକେ ରହିଛି। ସେ ପରିସ୍ଥିତିରେ ଆଉ ବେଶୀ ଦିନ ଏଠି ତାଙ୍କୁ ରଖିକି ରୋଗାଗ୍ରସ୍ତ ହେଲା। କିଛି କର୍ମୀ ମଧ୍ୟ ଡାକ୍ତରଖାନାକୁ ମଧ୍ୟ ଯାଇଛନ୍ତି, ଆଖି ରହିଛି। ତେଣୁକରି ଆକୁ ଆଉ ନ ବଢ଼ାଇ ଆଙ୍କ ସହିତ କାହିଁ କନଫ୍ରଣ୍ଟ ନ କରି ଇଏ କେଉଁ ରାଜନୀତି ଦଳ ନୁହେଁ, କନଫ୍ରଣ୍ଟ କରି ଅଛି କ'ଣ? ଯଦି କନଫ୍ରଣ୍ଟ କରିବା ଅଛି ବିଜେପି ସହିତ କନଫ୍ରଣ୍ଟ କର। ଆଙ୍କ ସହିତ କନଫ୍ରଣ୍ଟ କରିକି ଲାଭ କ'ଣ? ଇଏ ତ କର୍ମଚାରୀ। ତେଣୁ ମନ୍ତ୍ରୀ ହିସାବରେ ଆପଣ ଜଣେ ମହିଳା, ଆପଣଙ୍କ ମହିଳାର ହୃଦୟ ସବୁବେଳେ ତରଳ ଏବଂ ସେଇ ତରଳ ଯୋଗୁଁ ଆପଣ ଆଙ୍କ ସହିତ ଆକୁ ଡାକନ୍ତୁ ବା ଏଠି ଆପଣ ଆସି ତାଙ୍କ ଆଲୋଚନା କରି ଆଙ୍କ ସହିତ ଗୋଟେ ଆଶୁ ସମାଧାନ କରନ୍ତୁ ଏବଂ କଲେ ଆପଣଙ୍କର ମଙ୍ଗଳ ହେବ ଏବଂ ତାଙ୍କର ମଧ୍ୟ ବି ମଙ୍ଗଳ ହେବ। देश विदेश कोण अनुकोणर टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतुनि।